आत्मा सर्वभूतात्मा तस्मै श्रीगुरवे नमः। नमस्कार श्रोता बंधु, मोर एही श्रीजी भक्ति चैनल को आपण मानकु स्वागत। आज हेउछि बाट ओषा बा दांड पहरा ओषा। आसंतु शुणिबा बाट ओषार कहानी एवं काहींकी ओ केमिति करा जाए। बाट ओषा कथा। जयतु जय जनार्दन, जयतु कमला रमण, राधारमण वासुदेव, खंडिल वासुदेव गर्भ, गोपते बढ़ी गोपपुरे, जनमी कंस बंदी घरे, अशेष महिमा तोहर, के करी पारे ता गोचर, नाही तोहर आदि अंत, तेणु तू बोलाऊ अनंत, सकल सृष्टि हर्ता कर्ता, सकल जन सुखदाता, सकल तोहर अभियान, तो बिनु किछि नाही आन, 33 कोटि देवगण, तोठारु होइले जनम, आज्ञा पाइन जे जाहारे, सृष्टिर अधिकारी हेले, जमराजा जे सूर्य सूत, समस्ते ताहार आयत, मरण काले धरि नेई, निष्ठुर प्रहार करई, ततला तेल चक्षु कर्णे, ढाळई अति क्रोध मने, असती दोचारुणी सेही, शिमिळी गछरे टांगई, बिछा कंकड़ा नाग माने, कामुडु थांती अनुक्षणे, अशेष जंत्रणा दियई, ए कष्ट आउ कष्ट नाही, एमंत देखी नारायणे, विचार कले मने मने, जे व्रत जमर संतोष, से व्रत करिबी प्रकाश, जम संतोषे सबु भल, नहिले जलंता नळ, जाबत ओषा बार व्रत, सकल जाहांकर कृत, से कले ए पूजा भियान, बाट ओषाटी जार नाम, व्रत को रची बनमाली, प्रकाश पाई मने भाली, जाहार महिमा अनंत, ताको किएहा बलवंत, एमंत गला किछि दिन, देख विधाता विधिमान, पाटलीपुर रे ब्राह्मण, थिला जे कई निर्धन, जन्मिले तार 7 सूत, समस्ते होइले निहत, ब्राह्मण मनस्ताप पाई, विष्णु को सेवा कला जाई, तार सेवारे होई बस, विष्णु मिलिले तार पास, स्वप्ने कहन्ति दामोदर, ब्राह्मण चिंता दूर कर, कहत पत्नी की तोरित, आचरु बाट ओषा व्रत, एथि संतोष जंतु नाहा,
କରିବେ ତୋଠାରେ ଦୟା। ମାଘ ମାସର କୃଷ୍ଣ ପକ୍ଷ ଅଟଇ ଏହି ଓଷା ମୋକ୍ଷ। ପଣ୍ଡୁ ପୂର୍ଣ୍ଣିମା ହେବ ଗତ ତୃତୀୟ ନବମ ଶପଥ। ଏ ତିନି ଦିନଟି ପ୍ରଧାନ ଓଷା କରିବାର ବିଧାନ। ନାରୀମାନଙ୍କର ଏ ମତ ଅତି ନିଷ୍ଠୁରେ ହି ବ୍ରତ। ଯେବଣ ପାତ୍ରରେ କରିବ ଧନକୁ ତହିଁରେ ମାପିବ। ସେହି ଦିନରେ ଚୂନା କୁଟି ସାରିବ ସବୁ ବଟା ବଟି। ସ୍କୃତରେ ନୈବେଦ୍ୟ ଯାକ କରିବ ନିଷ୍ଠା ପରେ ପାକ। ତୁଷ କୁଣ୍ଡାକୁ ଜଳେ ନେଇ ଦେଇନ ଆସିବ ଉଭେଇ। ଯେତେକ ଦ୍ରବ୍ୟ କରିଥିବ ସକଳ ପୂଜିବାକୁ ନେବ। କେବେ ନ ରଖିବଟି ଶେଷ ରଖିଲେ ଯମ ସନ୍ତୋଷ। ଆଖୁ କଦଳୀ ମୂଳା ପୁଣ ଚାଙ୍ଗୁଡ଼ି ମଧ୍ୟରେ ଥୋଇନ। ତଳକୁ ନୈବେଦ୍ୟ ଥୋଇ ବରଜମୂଳିରେ ଘୋଡ଼ାଇ। ଚନ୍ଦନ ସିନ୍ଦୁର କଜଳ ଝୁଣା ଗୁଗୁଳ ଫୁଲମାଳ। ହସ୍ତରେ ଘେନି ଦୀପାବଳି ଚଳିବ ଦେଇ ହୁଳହୁଳି। ଉତ୍ତମ ବାସ ପିନ୍ଧି କରି ପୂଜା ସାମଗ୍ରୀ ମାନ ଧରି। ଯମରାଜାଙ୍କୁ ମନେ ଚିନ୍ତି ଚଳିବ ହୋଇ ହୁଷ୍ଟମତି। ବନସ୍ଥ ମଧ୍ୟରେ ପଶିବ ଯହୁ ସୁରମ୍ୟ ସ୍ଥାନ ହେବ। ଆଗମ ସ୍ଥାନ ଲିପି ପୋଛି ଗର୍ତ୍ତ ଖୋଳି ନଥିବ ବାଛି। ଫୁଲ ଚନ୍ଦନରେ ମଣ୍ଡିତ କଜଳ ସିନ୍ଦୁର ସହିତ। ଗର୍ତ୍ତର ଚଉପାଶେ ନାରୀ ବସିବେ ସମସ୍ତ ଆବୋରି। ସମସ୍ତ ଯେତେକ ବିଧାନ କହିଲେ ସବୁ ନାରାୟଣ। ସକଳ କଥା ଗଲେ କହି ବ୍ରାହ୍ମଣ ଉଠିଲା ଚିଆଇଁ। ଭାରି ଜାଗରେ କହିଲା ଶୁଣି ସେ ଆନନ୍ଦ ହୋଇଲା। ପଣ୍ଡୁ ପୂର୍ଣ୍ଣିମା ତିନି ଦିନେ ବ୍ରାହ୍ମଣୀ ହରଷିତ ମନେ। ସୂତା ଯା କାଟି ରଖିଥିଲା ପତି ସମୀପେ ନେଇ ଦେଲା। ଗାମୁଛା କାନିରେ ବାନ୍ଧିଣ ହାଟକୁ ଚଳିଲା ବ୍ରାହ୍ମଣ। କଉଡ଼ି 10 ପଣ ହେଲା ଓଷା ସାମଗ୍ରୀ କ୍ରୟ କଲା। ଓଷା ସାମଗ୍ରୀ ସଜ କରି ଗୃହକୁ ଆସିଲା ସେ ଫେରି। ବ୍ରାହ୍ମଣୀ ବାଟ ଚାହିଁଥିଲା ଆନନ୍ଦେ ଫିଟାଇ ରଖିଲା। ନଦୀକୁ ଯାଇ ସ୍ନାନ ସାରି ନିର୍ଜନେ ବସିଲା ସୁନ୍ଦରୀ। ନାନା ପ୍ରକାର ପିଠା କଲା ଗନ୍ଧ ଚନ୍ଦନ ସଜାଡ଼ିଲା। ଏମନ୍ତ କରୁ କରୁ ନାରୀ ପ୍ରବେଶ ହୋଇଲା ତିମିରି। ଓଷା ସାମଗ୍ରୀ ସଜ କରି ଚାଙ୍ଗୁଡ଼ା ଗୋଟିକରେ ଭରି।
ଅବଳା କରି 5-7 ବନସ୍ତେ ମିଳିଲା ତୁରିତ। ଯଥା ବିଧାନେ ଓଷା ସାରି ବରଜ ମୂଳିରେ ପହଁରି। ପୁତ୍ର ମନାସି ବ୍ରତ କଲା ଯମର ସୁଦୟା ହୋଇଲା। ଆନନ୍ଦେ ଗୃହକୁ ଅଇଲା ଓଷା ପ୍ରସାଦ ସର୍ବେ ଦେଲା। ଏମନ୍ତେ କିଛି ଦିନ ଗଲା ବ୍ରାହ୍ମଣୀ ସୁତ ପ୍ରସବିଲା। ଗୋଟିକ ପରେ ଗୋଟି ଗୋଟି ଏମନ୍ତେ ହେଲେ 7 ଗୋଟି। ସର୍ବେ ହୋଇଲେ ବିଦ୍ୟମାନ ମହାସୁଖରେ ନେଲେ ଦିନ। ଏଥି ଉତ୍ତାରୁ ଗ୍ରାମବାଳୀ ସମସ୍ତେ ଓଷା କଲେ ମିଳି। ଏ ଅନ୍ତେ ମହିମା ଯମର ପ୍ରକାଶ ହେଲା ଯେ ପ୍ରକାର। ସମସ୍ତେ ଶାନ୍ତ କଲେ ଚିତ୍ତ ଶୁଣ ଏ ଓଷାର ବୃତ୍ତାନ୍ତ। କୋଶଳ ଦେଶର ରାଜନ ନାମ ଅଟଇ ସୁଦର୍ଶନ। ଅତି ଦୟାଳୁ ରାଜା ସେହି ପରଜା ଗୁହାରି ଶୁଣଇ। ସମସ୍ତେ ମିତ୍ର ଶତ୍ରୁ ନାହିଁ ଅତି ସୁଖରେ ଦିନ ଯାଇ। ପତ୍ନୀର ନାମ ଲୀଳାବତୀ ସର୍ବବିଷये ସୁଖମତୀ। ଏକାଅ ପୁତ୍ର ହେତୁ ରାଜା ସର୍ବଦା କରେ ଦେବ ପୂଜା। ଦୁଃଖରେ ଥାନ୍ତି ବେନି ପ୍ରାଣୀ ଚାତକ ଯଥା ମେଘ ପାଣି। ଏକ ଦିନରେ ସଭା କରି ବ୍ରାହ୍ମଣ ଜ୍ୟୋତିଷ ବରି। ପୁତ୍ର ହୋଇବ କି ପ୍ରକାରେ ସମସ୍ତେ ଅଛନ୍ତି ଚିନ୍ତାରେ। ରଜନୀ ଅଛି ଅର୍ଦ୍ଧ ହୋଇ ବାଟ ବାଟ ନ ଦିଶଇ। ଦଇବେ ବାଟ ଓଷା ଆସି ହୋଇଛି ସେହି ଦିନ ନିଶି। ବନସ୍ତେ ନାରୀମାନେ ମିଳି ଦେଉଅଛନ୍ତି ହୁଳହୁଳି। ପୋଇଲି ପରିବାରୀ ମାନେ ବୋଲନ୍ତି ମଧୁର ବଚନେ। ଦାସୀଏ ପଚାରନ୍ତି ଭାଷ ଏ ଓଷା ନାମ ଅଟେ କିସ। ସର୍ବେ କହନ୍ତି ରୁଣ୍ଡ ହୋଇ ଯମରାଜାଙ୍କ ଓଷା ଏହି। ଏହାକୁ ଯେ ଜନ କରଇ ଅପୁତ୍ରୀ ଦୋଷ କ୍ଷୟ ଯାଇ। ଏଥି ସନ୍ତୋଷ ଜନ୍ତୁପତି ଆନନ୍ଦେ ପୁତ୍ର ବର ଦିଅନ୍ତି। ଶୁଣି ଏମନ୍ତ ଦାସୀମାନେ ବୋଲନ୍ତି ମଧୁର ବଚନେ। ଆମ୍ଭର ରାଜା ଅପୁତ୍ରିକ ତେଣୁ ତାଙ୍କର ମନ ଦୁଃଖ। ନାରୀଏ ଅନୁଗ୍ରହ କର ରାଜାଙ୍କୁ ଦିଅ ପୁତ୍ର ବର। ଶୁଣି ଏମନ୍ତ ନାରୀଗଣ ପ୍ରସାଦ ଦେଲେ ତତ୍କ୍ଷଣ। ବୋଇଲେ ଏହା ଘେନି ଯିବ ରାଣୀଙ୍କ ହସ୍ତେ ସମର୍ପିବ। ମନରେ ଓଷା ମନାସିବେ ଆନନ୍ଦେ ପ୍ରସାଦ ପାଇବେ। ହୋଇଲେ ତାଙ୍କର ତନୟ ଏ ଓଷା କରିବେ ନିଶ୍ଚୟ।
ଏମନ୍ତ ଶୁଣି ଦାସୀ ଗଣ ଆନନ୍ଦେ କରିଲେ ଗମନ। ରାଜାଙ୍କୁ ସଭାରେ ଜଣାଇ ରାଣୀଙ୍କ ପାଶେ ଦେଲେ ନେଇ। ଶୁଣି ଏମନ୍ତ ଲୀଳାବତୀ ଦରିଦ୍ର ପାଇଲା ସମ୍ପତ୍ତି। ଚାତକ ଦେଖିଲା କି ଘନ ଅନ୍ଧ ପାଇଲା ଚକ୍ଷୁଦାନ। ସଂକଳ୍ପ ଦୃଢ଼ ଚିତ୍ତେ କଲେ ଓଷା କରିବି ପୁତ୍ର ହେଲେ। ପ୍ରସାଦ ପାଇ ହୃଷ୍ଟ ଚିତ୍ତେ ଏମନ୍ତ ଗଲା ଦିନ କେତେ। ରାଣୀଙ୍କ ଗର୍ଭ ସଞ୍ଚରିଲା ଚନ୍ଦ୍ରମା ପ୍ରାୟ ଏକ ବଢ଼ିଲା। ଶରୀର ହୋଇଲା ବିବର୍ଣ୍ଣ ହାଇ ଉଠଇ ଘନ ଘନ। ପୃଥୁଳ ହେଲା ସିଂହ କଟି ଖସିଲା ଖୋସା ପିନ୍ଧା ଷାଠି। ଭାରି ହୋଇଲା ଅଳଙ୍କାର ଆହାରେ ଜନ୍ମିଲା ବିକାର। ସୁପାତି ସେଜ ତ୍ୟାଗ କରି ଶୋଇଲେ ଧରଣୀ ଉପରି। ଏମନ୍ତେ ଯେତେକ ଲକ୍ଷଣ ସକଳ ହୋଇଲା ପୁରାଣ। କ୍ରମେ 10 ମାସ ହୋଇଲା ରାଣୀ ଯେ ପୁତ୍ର ପ୍ରସବିଲା। ରାଜା ନନ୍ଦ କଥା ଶୁଣି ନନ୍ଦର ଘରେ ବେଣୁ ପାଣି। ହୋଇଲା ହାଟ ତୁଠ ଜୁର ମଣ୍ଡନ ହୋଇଲା ନଗର। ସୁବର୍ଣ୍ଣ କୁଣ୍ଡ ବସେ ଦ୍ୱାରେ ଶ୍ଵେତ ପତାକା ଶିଖରୀରେ। ଭାଟମାନଙ୍କ ସ୍ତୁତି ଗାନ ବ୍ରାହ୍ମଣ ମାନଙ୍କ କଲ୍ୟାଣ। ଧ୍ୱନିରେ କମ୍ପିଲା ସେ ଦେଶ ସକଳ ଜନଙ୍କ ଉଲ୍ଲାସ। ହୋଇଲା ବସ୍ତ୍ର ବିତରଣ ସୁବର୍ଣ୍ଣ ରୌପ୍ୟ ଆଦି ଧନ। ଯେତେ ସେ ଧନ ଦେଲେ ଆଣି କେ ତାହା କରିବ ବଖାଣି। ପଞ୍ଚମ ଦିନେ ପଞ୍ଚୁଆତି ଷଷ୍ଠ ଦିନରେ କଲେ ଷଷ୍ଠୀ। ସପ୍ତମ ଦିନେ ଉଠିଆରି ବିଧି ବିଧାନ ମତେ କରି। ଏକବିଂଶତି ଦିନେ ପୁଣ ଭାଇ ବନ୍ଧୁଙ୍କୁ ନିମନ୍ତ୍ରଣ। ସମସ୍ତ କରିଲେ ଭୋଜନ ଆହାରେ ତୃପ୍ତ ସର୍ବଜନ। ସରିଲା ସକଳ ଉତ୍ସବ ଘରକୁ ଚଳିଲେ ସେ ସର୍ବ। ଏମନ୍ତେ ଗଲା 21 ମନରେ ନାହିଁ ଆଉ ଓଷା। ପୁତ୍ରର ନାମ ବୀରସେନ ଦେଖି ସାନନ୍ଦ ବେନିଚନ। ଏମନ୍ତେ ପୂରିଲା ବରଷ ଦରଟି କଥା ଶୁଣି ତୋଷ। ସ୍ୱଭାବେ ରାଜା ଭୋଳା ମନ ସର୍ବହା ସୁଖରେ ମଗନ। ଓଷାର କଥା ନାହିଁ ମନେ 5 ବରଷ ହେଲା କ୍ରମେ। ଖଡ଼ି ଛୁଇଁନ ବୀରସେନ ଆରମ୍ଭ କରିଲା ପଠନ। ପାଠଶାଳାକୁ ଯାଏ ନିତି ପାଠ ପଠନେ ସଦାମତି। ଅତ୍ୟନ୍ତ ସୁଶୀଳ ସେ ପୁଅ ନ କରେ କା ସଙ୍ଗେ କଳହ।
ସାତ ବରଷ ଏହି ମତି ତେଣେ ଭାଳନ୍ତି ଜନ୍ତୁପତି। ମୂଷା ମନରେ ନ କଲା ସୁଖରେ ରାଜା ଭୋଳ ହେଲା। ଯାହା ସକାଶେ ଏତେ କଥା ସେ ଗଲେ ହେବ ତାର ଚେତା। ଏମନ୍ତ ଯମ ରାଜା ଫାଳି ଅତି କୋପରେ ଗଲେ ଚଳି। ପାଠ ପଢ଼ିଲ ବୀରସେନ ଘରକୁ କରଇ ଗମନ। ଦେଖିଲେ ପାଶେ କେହି ନାହିଁ ଏକାକୀ ବାଳକ ଗମଇ। ବାନ୍ଧିଣ ଚର୍ମ ଦଉଡ଼ିରେ ଘରକୁ ଘେନି ଗଲେ ଖରେ। ମାକୁ କହିଲେ ସନ ଆଣିଛି ଅପୂର୍ବ ଭୋଜନ। ଏହାକୁ କର ତୁ ରନ୍ଧନ ଖାଇଲେ ଦୋଷ ହେବ ମନ। ମା ବୋଲଇ ଯମମଣି କି କର୍ମ କଲୁ କାହୁଁ ଆଣି। କାହାର ଏକୋଇର ବଳା କେମତେ ତୋ ସତ ବଳିଲା। ଯମଙ୍କ ଘରେ ଏହି କାଳେ ଅତିଥି ଏକ ପ୍ରବେଶିଲେ। ତା ଦେଖି ବାଳକକୁ ନେଇ ଗମ୍ଭୀରି ଭିତରେ ଲୁଚାଇ। ମାତାଙ୍କୁ ବୋଲେ ଯମରାଜ ସତ୍ୱର କର ରନ୍ଧା କାର୍ଯ୍ୟ। କଦଳୀ ବାଡ଼ିରେ ପ୍ରଚୁର ଆଣ ନିଉଣ ବେଗେ କର। ଶୁଣିଣ ମାତା ବେଗେ ଚଳି ବାଡ଼ିରେ ଖୋଜନ୍ତି କଦଳୀ। 10 ଫେଣିଆ କାନ୍ଦି ଛାଡ଼ି ଆଣିଲେ 2 ଫେଣିଆ ଲୋଡ଼ି। ଦେଖିଣ ଯମ ଯେ ହସିଲେ ମାତାଙ୍କୁ ଡାକିଣ ବୋଇଲେ। କେତେ କଦଳୀ ଅବା ନାହିଁ ଏହାକୁ ଆଣିଲ କି ପାଇଁ। ଜନନୀ ବୋଇଲେ ରେ ସୁତ ବଡ଼କୁ ନ ଗଲା ମୋ ହାତ। ସତଟି ନ ବଳିଲା ଯହୁଁ ଆଣିଲି ଏହାକୁ ମୁଁ ତହୁଁ। ପୁତ୍ର ବୋଲଇ ମାତା ମୋର ଅଟଇ ତେମନ୍ତ ବେଭାର। ବହୁତ ପୁଅ ଝିଅ ଜଇଁ ତହିଁକି ସତ ନ ବଳଇ। ଅଳପ ଠାରୁ ଆଣେ ମୁହିଁ ଯେଣେ ମୋହର ଦୋଷ ନାହିଁ। ସାନ କରିବା ପାଇଁ ଯମ ଗମିଲେ ମନ୍ତ କହିଣ। ଯମର ମା ଦୟା ପାଇ ବୀରସେନକୁ ଯେ କହଇ। କାହାର ପୁତ୍ର ଅଟୁ ବସା ତୋତେ ଖାଇବ ବୋଲି ଇଚ୍ଛା। ଉପାୟ କହୁଛି ମୁଁ କର ଏଥିରୁ ହୋଇବୁ ଉଦ୍ଧାର। କାଠ 2 ଖଣ୍ଡ ଘେନି ଯାଅ ପୂଜା କରିବା ବେଳେ ପୁଅ। ପୁରାଇ ଛିଙ୍କିବୁ ନାକର ବୋଲିବି ହୁଅ ଅଛମର। ତା ଶୁଣି ପୁଅ ନ ଖାଇବ ତୋତେ ନେଇ ନ ଛାଡ଼ିଦେବ। ଯେଦିନ ଯମ ରାଜା ଘେନି ପୁଅକୁ କରିଛି ବନ୍ଦିନୀ। ରାଜା ରାଣୀଙ୍କ ମନ ଦୁଃଖ କାହାରି ମନେ ନାହିଁ ସୁଖ। କୁଟୁମ୍ବ ଯାକ ଉପବାସ ଖୋଜନ୍ତି ବନଗିରି ଦେଶ।
ନାଗରା ଦେଇ ଗ୍ରାମ ଗ୍ରାମ କରନ୍ତି ଲୋକେ ଅନ୍ୱେଷଣ। ପୁଅ ତ ଅଛି ବନ୍ଦିଶାଳେ କାହୁଁ ପାଇବେ ଯେତେ କଲେ। ଏଅନ୍ତେ ଓସାଇତି ମାନେ ଏକ ମନରେ ଶୁଣ କର୍ଣ୍ଣେ। ମୌନ ଭାବେ ଶୁଣୁଥିବ ହୁଳହୁଳି ଯେ ଦେଉଥିବ। ସ୍ନାନରୁ ଯମରାଜା ଆସି ପୂଜା କରିବା ପାଇଁ ବସି। ଏମନ୍ତ ବେଳେ ବୀରସେନ ଛିଙ୍କିଲା କାଠି ପୁରାଇନ। ରୋଷାଇ ଘରେ ଯମମାତା ବୋଲେ ଅଛମର ହୋଇଥା। ଯମ ବୋଇଲେ ହୋଇ ବ୍ୟସ୍ତ କି କଲ ଭମାତ। ଅଛମର ହୁଅ ବୋଇଲ କାହାକୁ ଏମନ୍ତ କହିଲ। ଯାହାକୁ ଖାଇବାର ପାଇଁ ସାଇତି ଥୋଇଥିଲି ମୁହିଁ ତାହାକୁ କଲ ଯମର ଆଉ କି ହୋଇବ ଆହାର। ମାତା ବୋଲଇ ତାହା ଶୁଣି ତୋତେ କହିଲି ପୁତ୍ରମଣି। କହନ୍ତି କାହାକୁ ବାଉ ତୋ ପରା ପୁତ୍ର ଥାଉ ଥାଉ। ଏମନ୍ତେ ଭୋଜନ ସାରିଣ ମନରେ ପାଞ୍ଚିଲେ ଯେ ଯମ। ବୀରସେନକୁ ନ ମାରିବି ନେଇନ ଛାଡ଼ି ମୁଁ ଆସିବି। ଚେତାଇ ଦେବି ଓଷା କର ନୋହିଲେ ନେବି ଆର ବାର। ଏମନ୍ତେ ବେଳ ମୁଁ ବୁଡ଼ିଲା ଅନ୍ଧାର ଚୌଦିଗ ଘୋଟିଲା। ରଜନୀ ଅର୍ଦ୍ଧ ଅଛି ହୋଇ ଅନ୍ଧାରେ ପଥ ନ ଦିଶଇ। ବୀରସେନକୁ ବଧ କରେ ବାନ୍ଧିଛି ଚର୍ମ ଦଉଡ଼ିରେ। ଏମନ୍ତେ ଘେନିଣ ଅଇଲେ ରାଜାର ସିଂହ ଦ୍ୱାରେ ହେଲେ। ଦାଣ୍ଡ ବାଟରେ ସେ ନ ଯାଇ ବାଡ଼ି ଆଡ଼କୁ ଗଲେ ନେଇ। ଚର୍ମ ଦଉଡ଼ା ମୁକୁଳାଇ ବୀରସେନକୁ ଏହା କହି। ବୋଲିବୁ ଘରେ ଏହା ଯାଇ ଯମରାଜା ଯେ ଥିଲେ ନେଇ। ନକଲ ଯହୁଁ ତାଙ୍କ ବ୍ରତ ତେଣୁ ସେ ହୋଇଲେ କୁପିତ। ପାଠ ପଢ଼ିଣ ଆସୁଥିଲି ଧରି ନେଇଣ ଗଲେ ଚଳି। ମାଙ୍କ ହେତୁରୁ ତାଙ୍କର ପ୍ରାଣ ପାଇଲି ଏହି ଥର। ଆର ଥରକୁ ରକ୍ଷା ନାହିଁ ମୋତେ ତିଆରିଛନ୍ତି କହି। ଏହାଦି ସମସ୍ତ କହିବୁ ମାତା ପିତାଙ୍କୁ ବୁଝାଇବୁ। ଯେମନ୍ତେ ମୋ ଓଷା କରିବେ ନୋହିଲେ ଫଳ ସେ ପୁଞ୍ଜିବେ। ଏମନ୍ତ ଯମଦେବ କହି ବୀରସେନକୁ ସଙ୍ଗେ ନେଇ ବାଡ଼ି ଦୁଆରେ ଛାଡ଼ିଦେଲେ। ଖଣ୍ଡେ ଦୂରରେ ଉଭା ହେଲେ। ଭୟ ପାଇଣ ବୀରସେନ ଉଚ୍ଚରେ କରିଲା ରୋଦନ। ଆକୁଳେ ଡାକେ ମା ମା ଅନାଇଥାନ୍ତି ଜନ୍ତୁ ନାହା। ପୁର ମଧ୍ୟରେ ଲୀଳାବତୀ ବସିଛି ହୋଇ ଦୁଃଖମତୀ। ପୋଇଲି ବସିଛନ୍ତି ଘେରି
ଜଣେ ଶୁଣିଲା ପାଟି ବାରି, ବୋଲଇ ପୁଅର କାନ୍ଦଣା, ଶୁଭୁଛି ନାହିଁ ଶୁଣ କିନା। କେବଲେ 3 ଦିନ ହେଲା, ହଜିଛି ବୀରସେନ ବଳା। କେହୁ ଖାଇଲା କି ମାଇଲା, କିଛି ତ ଜଣା ନ ପଡ଼ିଲା। ସତେ ଦେଖିବୁ ଆଉ ପୁଅ, କିମ୍ପାଇଁ ତୁମେ ହାକହ। ଏହି ରୂପରେ କୁହାକୁହି, ହେଉଅଛନ୍ତି ସର୍ବେ ରହି। ହେମନ୍ତ ବେଳେ ବୀରସେନ, ଉଚ୍ଚେ ଡାକିଲା ଘନ ଘନ। ପୁଅ ଡାକିବା ଶବ୍ଦ ପାଇ, ଅଇଲେ ଦାସୀମାନେ ଧାଇଁ। ଘେନିଅଛନ୍ତି ଦୀପାବଳି, ମାତା ସଙ୍ଗତେ ସର୍ବେ ମିଳି। କବାଟ ଫିଟାଇ ନ ଦେଲେ, ପୁଅକୁ ଦେଖି କାଖ କଲେ। ଯମ ଯେ ଗଲେ ନିଜ ବାସ, ପୁଅକୁ କରନ୍ତି ଆଶିଷ। ପୁଅକୁ ଲୀଳାବତୀ ଦେଖି, କାନ୍ଦି ପଚାରେ କହ ବସି। କାହିଁ ତୁ ଥିଲୁ ଏତେ ଦିନ, ଅନ୍ଧ ନୟନ ଦୁଃଖୀ ଧନ। ବାରତା ପାଇଣ ସକଳ, ରାଜା ମନ୍ଦିରେ ହେଲେ ମେଳ। ସମସ୍ତେ ଦେଖି ହରଷିତ, ପୁଛନ୍ତି ବାବୁ କହ ସତ। କିମ୍ପାଇଁ ରୁଷି ଗଲୁ କାହିଁ, କହ ଆମକୁ ସର୍ବ ଫେଇ। ବୋଲଇ ବୀରସେନ ଶୁଣି, ରୁଷି ନଥିଲି ମୁଁ ଜନନୀ। ନ କଲ ତୁମ୍ଭେ ବାଟ ଓଷା, ହୋଇଲେ ଯମରାଜା ଘୋଷା। ମୋତେ ଘେନିଣ ଗଲେ ବାନ୍ଧି, ସକଳ କହେ କାନ୍ଦି କାନ୍ଦି। ତାଙ୍କର ମା ଦୟା କଲେ, ବଞ୍ଚିବା ଉପାୟ କହିଲେ। ନ ମାରି ତେଣୁ ସୂର୍ଯ୍ୟ ସୂତ, ହୁଡ଼ି ଦେଇ ନ ଗଲେ ଏଥ। କହି ସେ ଅଛନ୍ତି ତିଆରି, ନ କଲେ ପୁଣି ନେବ ଧରି। ହେମନ୍ତ ଶୁଣି ଲୀଳାବତୀ, ଚମକି ପଡ଼ି ଦୁଃଖମତୀ। ମୁଁ ଚଣ୍ଡାଳୁଣୀ କିସ କଲି, ଯମଦେବଙ୍କ ଓଷା ଭୁଲି। ପୁଅକୁ ଦେଲି ଏତେ ଦୁଃଖ, ଅନେକ ହୋଇଲେ ବିମୁଖ। ନବମ ଦିନ ଓଷା ଆସି, ଯୋଗେ ପଡ଼ିଛି ଆର ନିଶି। ଦାସୀଏ କଲେ ଓଷା ବିଧି, ଆଖୁ କଦଳୀ ଦ୍ରବ୍ୟ ଆଦି। ଗନ୍ଧ ଚନ୍ଦନ ଫୁଲ ମାଳ, ଗୁଗୁଳ ସିନ୍ଦୂର କଜଳ। ଯେତେକ ଲୋଡ଼ା ଦ୍ରବ୍ୟମାନ, କ୍ଷଣକେ ହେଲା ସମ୍ପାଦନ। ଚାଙ୍ଗୁଡ଼ି ଆଦି ସଜ କରି, ବାହାର ହେଲେ ସର୍ବନାରୀ। ବନସ୍ତ ମଧ୍ୟରେ ମିଳିଲେ, ଆନନ୍ଦେ ହୁଳହୁଳି ଦେଲେ। ଖନନ କରି ଗର୍ତ୍ତ 2, ଗନ୍ଧ ଚନ୍ଦନ ଛେରା ଦେଇ। ବିଧି ବିଧାନ ସବୁ କଲେ, ବଜ୍ରମୂଳିରେ ପହଁରିଲେ। ଆନନ୍ଦେ ଦେଇ ହୁଳହୁଳି, ଯେଝା ମନ୍ଦିରେ ଗଲେ ଚଳି। ଏଡ଼େ ମହିମା ଏ ଓଷାର,
ଯେ କରେ ଶରଧା ମନର, ଯେ କରେ ହୋଇ ନିଷ୍ଠା ବ୍ରତ, ଅପୁତ୍ରୀ ହେଲେ ହୁଏ ପୁତ୍ର, ନିର୍ଧନ ହୁଏ ଧନବାନ, ଜନ୍ମାନ୍ଧ ପାଇବ ନୟନ। ଏମନ୍ତ ଅଟେ ବାଟ ଓଷା, ଯେ କରେ ପାଲଟେ ତା ଦଶା, ଯମର ଜଳା ନ ଲାଗଇ, ମହାସୁଖରେ ଦିନ ଯାଇ, ସୁବର୍ଣ୍ଣ ବାହି ଅମଳିନ, ରହିନଥିବ ଦିନୁ ଦିନ। କହିବା ଲୋକକୁ ଶୀତଳ, ସମସ୍ତ ଦେବ କରି ଠୁଳ। ଓଷା ବଢ଼ାଇ ଘରେ ଯିବ, ଆନନ୍ଦେ ହୁଳହୁଳି ଦେବ, ଭାଇ ବନ୍ଧୁଙ୍କୁ ବାଣ୍ଟି ଦେବ, ଆପଣା ସନ୍ତୋଷେ ପୁଞ୍ଜିବ। ଯେହା କରେ ଉପବାସ, ତାହାର ବଂଶ ହୁଏ ନାଶ, କୃଷ୍ଣ ଚରଣେ ମୋର ଆସ, କହି ଗୋପୀନାଥ ଦାସ। କହ